प्रश्न भारतर प्रमाण समय आईएसटी ग्रीन विन प्रमाण समय जीएमटी ठारू केते आगुआ। ऑप्शन ए 5 घंटा 30 मिनिट, बी 6 घंटा, सी 6 घंटा 30 मिनिट, डी 7 घंटा। उत्तर ए 5 घंटा 30 मिनिट। भारतर प्रमाण समय आईएसटी ग्रीनविच प्रमाण समय जीएमटी ठारू 5 घंटा 30 मिनिट आगुआ। 82 डिग्री 30 मिनिट ମଧ୍ୟାହ୍ନ ଦିନ ରେଖାଟି ଭାରତର କେଉଁ ସହର ଦେଇ କଳ୍ପନା କରାଯାଇଛି? ଅପସନ୍ ଏ ଦିଲ୍ଲୀ, ବି ମିର୍ଜାପୁର, ସି ଗୋରଖପୁର, ଡି କାନପୁର। ଉତ୍ତର ବି ମିର୍ଜାପୁର। 82 डिग्री 30 मिनिट ମଧ୍ୟାହ୍ନ ଦିନ ରେଖାଟି ଭାରତର ମିର୍ଜାପୁର ସହର ଦେଇ କଳ୍ପନା କରାଯାଇଛି। ଭାରତର ମୂଳ ପ୍ରମାଣ ସମୟ ଧରାଯାଉଥିବା ଦ୍ରାଘିମା ରେଖାଟି କ'ଣ? ଅପସନ୍ ଏ 80 डिग्री 30 ମିନିଟ ପୂର୍ବ, ବି 81 डिग्री 30 ମିନିଟ ପୂର୍ବ, ସି 82 डिग्री 30 ମିନିଟ ପୂର୍ବ, ଡି 83 डिग्री 30 ମିନିଟ ପୂର୍ବ। ଉତ୍ତର ସି 82 डिग्री 30 ମିନିଟ ପୂର୍ବ। ଭାରତର ମୂଳ ପ୍ରମାଣ ସମୟ ଧରାଯାଉଥିବା ଦ୍ରାଘିମା ରେଖାଟି 82 डिग्री 30 ମିନିଟ ପୂର୍ବ। କୌଣସି ଦେଶର ଏକ ସ୍ଥାନର ସ୍ଥାନୀୟ ସମୟକୁ ସେ ଦେଶର କେଉଁ ହିସାବରେ ମାନି ନିଆଯାଏ? ଅପସନ୍ ଏ ସ୍ଥାନୀୟ ସମୟ, ବି ପ୍ରମାଣ ସମୟ, ସି ସର୍ବୋଚ୍ଚ ସମୟ, ଡି ସର୍ବନିମ୍ନ ସମୟ। ଉତ୍ତର ବି ପ୍ରମାଣ ସମୟ। କୌଣସି ଦେଶର ଏକ ସ୍ଥାନର ସ୍ଥାନୀୟ ସମୟକୁ ସେ ଦେଶର ପ୍ରମାଣ ସମୟ ହିସାବରେ ମାନି ନିଆଯାଏ। जीएमटी କହିଲେ କ'ଣ ବୁଝ? ଅପସନ୍ ଏ ଗ୍ରୀନୱିଚ୍ ମିନିମମ୍ ଟାଇମ୍, ବି ଗ୍ରୀନୱିଚ୍ ମାକ୍ସିମମ୍ ଟାଇମ୍, ସି ଗ୍ରୀନୱିଚ୍ ମିନ୍ ଟାଇମ୍, ଡି ଗ୍ରୀନୱିଚ୍ ମେରିଡିଆନ୍ ଟାଇମ୍। ଉତ୍ତର ସି ଗ୍ରୀନୱିଚ୍ ମିନ୍ ଟାଇମ୍। जीएमटी କହିଲେ ଗ୍ରୀନୱିଚ୍ ମିନ୍ ଟାଇମ୍ କୁ ବୁଝାଏ। ଆମ ଦେଶର ଦିଲ୍ଲୀ ଠାରେ ଘଣ୍ଟାରେ 5ଟା ବାଜିଥିଲେ ତାର 30 ମିନିଟ ପୂର୍ବରେ ଥିବା ଏକ ସହରରେ କେତେ ସମୟ ହୋଇଥିବ? ଅପସନ୍ ଏ 4ଟା, ବି 5ଟା, ସି 6ଟା, ଡି 7ଟା। ଉତ୍ତର ଡି 7ଟା। ଆମ ଦେଶର ଦିଲ୍ଲୀ ଠାରେ ଘଣ୍ଟାରେ 5ଟା ବାଜିଥିଲେ ତାର 30 ମିନିଟ ପୂର୍ବରେ ଥିବା ଏକ ସହରରେ 7ଟା ସମୟ ହୋଇଥିବ। ଉଚ୍ଚ ଅକ୍ଷାଂଶ ମଣ୍ଡଳ କେତେ ଡିଗ୍ରୀ ଅକ୍ଷାଂଶରୁ କେତେ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ବିସ୍ତୃତ? ଅପସନ୍ ଏ 23 ଉତ୍ତରରୁ 23 ଦକ୍ଷିଣ, ବି 23 ରୁ 66, ସି 0 ଡିଗ୍ରୀରୁ 66, ଡି 60 ଡିଗ୍ରୀରୁ 90 ଡିଗ୍ରୀ। ଉତ୍ତର ଡି 60 ଡିଗ୍ରୀରୁ 90 ଡିଗ୍ରୀ। ଉଚ୍ଚ ଅକ୍ଷାଂଶ ମଣ୍ଡଳ 60 ଡିଗ୍ରୀ ଅକ୍ଷାଂଶରୁ 90 ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ବିସ୍ତୃତ। ପୃଥିବୀ ତାର ମେରୁଦଣ୍ଡ ଉପରେ ପ୍ରତି 15 ଡିଗ୍ରୀ ପଥ ଘୂରିବାକୁ କେତେ ସମୟ ନିଏ? ଅପସନ୍ ଏ 4 ମିନିଟ, ବି 15 ମିନିଟ, ସି 30 ମିନିଟ, ଡି 60 ମିନିଟ। ଉତ୍ତର ଡି 60 ମିନିଟ। ପୃଥିବୀ ତାର ମେରୁଦଣ୍ଡ ଉପରେ ପ୍ରତି 15 ଡିଗ୍ରୀ ପଥ ଘୂରିବାକୁ 60 ମିନିଟ ସମୟ ନିଏ। ସମସ୍ତ ପୃଥିବୀକୁ କେତୋଟି ସମୟ ମଣ୍ଡଳରେ ବିଭାଜନ କରାଯାଇଛି? ଅପସନ୍ ଏ 10, ବି 12, ସି 20, ଡି 24। ଉତ୍ତର ଡି 24। ସମସ୍ତ ପୃଥିବୀକୁ 24ଟି ସମୟ ମଣ୍ଡଳରେ ବିଭାଜନ କରାଯାଇଛି। जीएमटी ସମୟ ଠାରୁ 2 ଘଣ୍ଟା ପଛୁଆ ଥିବା ସ୍ଥାନରେ ଦ୍ରାଘିମା କେତେ? ଅପସନ୍ ଏ 30 ଡିଗ୍ରୀ ପୂର୍ବ, ବି 30 ଡିଗ୍ରୀ ପଶ୍ଚିମ, ସି 15 ଡିଗ୍ରୀ ପୂର୍ବ, ଡି 105 ଡିଗ୍ରୀ ପଶ୍ଚିମ। ଉତ୍ତର ବି 30 ଡିଗ୍ରୀ ପଶ୍ଚିମ। जीएमटी ସମୟ ଠାରୁ 2 ଘଣ୍ଟା ପଛୁଆ ଥିବା ସ୍ଥାନରେ ଦ୍ରାଘିମା 30 ଡିଗ୍ରୀ ପଶ୍ଚିମ। जीएमटी ସମୟ ଠାରୁ 7 ଘଣ୍ଟା ଆଗୁଆ ଥିବା ସ୍ଥାନର ଦ୍ରାଘିମା କେତେ? ଅପସନ୍ ଏ 7 ଡିଗ୍ରୀ ପୂର୍ବ, ବି 28 ଡିଗ୍ରୀ ପୂର୍ବ, ସି 105 ଡିଗ୍ରୀ ପୂର୍ବ, ଡି 105 ଡିଗ୍ରୀ ପଶ୍ଚିମ। ଉତ୍ତର ସି 105 ଡିଗ୍ରୀ ପୂର୍ବ। जीएमटी ସମୟ ଠାରୁ
7 ଘଣ୍ଟା ଆଗୁଆ ଥିବା ସ୍ଥାନର ଦ୍ରାଘିମା ହେଉଛି 105 ଡିଗ୍ରୀ ପୂର୍ବ। ପ୍ରତ୍ୟେକ ସମୟ ମଣ୍ଡଳର ବ୍ୟବଧାନ କେତେ ଡିଗ୍ରୀ? ଅପସନ୍ ଏ 10 ଡିଗ୍ରୀ, ବି 15 ଡିଗ୍ରୀ, ସି 20 ଡିଗ୍ରୀ, ଡି 25 ଡିଗ୍ରୀ। ଉତ୍ତର ବି 15 ଡିଗ୍ରୀ। ପ୍ରତ୍ୟେକ ସମୟ ମଣ୍ଡଳର ବ୍ୟବଧାନ 15 ଡିଗ୍ରୀ। ଆନ୍ତର୍ଜାତିକ ତାରିଖ ରେଖା କେଉଁ ମହାସାଗର ଉପର ଦେଇ କଳ୍ପନା କରାଯାଇଛି? ଅପସନ୍ ଏ ଭାରତ ମହାସାଗର, ବି ଆଟଲାଣ୍ଟିକ ମହାସାଗର, ସି ପ୍ରଶାନ୍ତ ମହାସାଗର, ଡି ଆର୍କଟିକ ମହାସାଗର। ଉତ୍ତର ସି ପ୍ରଶାନ୍ତ ମହାସାଗର। ଆନ୍ତର୍ଜାତିକ ତାରିଖ ରେଖା ପ୍ରଶାନ୍ତ ମହାସାଗର ଉପର ଦେଇ କଳ୍ପନା କରାଯାଇଛି। କେତେ ଡିଗ୍ରୀ ଦ୍ରାଘିମା ରେଖାକୁ ତାରିଖ ରେଖା କୁହାଯାଏ? ଅପସନ୍ ଏ 90 ଡିଗ୍ରୀ, ବି 100 ଡିଗ୍ରୀ, ସି 120 ଡିଗ୍ରୀ, ଡି 180 ଡିଗ୍ରୀ। ଉତ୍ତର ଡି 180 ଡିଗ୍ରୀ। 180 ଡିଗ୍ରୀ ଦ୍ରାଘିମା ରେଖାକୁ ତାରିଖ ରେଖା କୁହାଯାଏ। ପୂର୍ବାଭିମୁଖୀ ଜଳଯାତ୍ରା କଲେ ଆନ୍ତର୍ଜାତିକ ତାରିଖ ରେଖା ଅତିକ୍ରମ କଲେ କ'ଣ ହୁଏ? ଅପସନ୍ ଏ 1 ଦିନ ଲାଭ ହୁଏ, ବି 1 ଦିନ କ୍ଷତି ହୁଏ, ସି 2 ଦିନ ଲାଭ ହୁଏ, ଡି 2 ଦିନ କ୍ଷତି ହୁଏ। ଉତ୍ତର ଏ 1 ଦିନ ଲାଭ ହୁଏ। ପୂର୍ବାଭିମୁଖୀ ଜଳଯାତ୍ରା କଲେ ଆନ୍ତର୍ଜାତିକ ତାରିଖ ରେଖା ଅତିକ୍ରମ କଲେ 1 ଦିନ ଲାଭ ହୁଏ। ଯୁକ୍ତରାଷ୍ଟ୍ର ଆମେରିକାରେ କେତୋଟି ସମୟ ମଣ୍ଡଳ ଅଛି? ଅପସନ୍ ଏ 3, ବି 4, ସି 5, ଡି 6। ଉତ୍ତର ସି 5। ଯୁକ୍ତରାଷ୍ଟ୍ର ଆମେରିକାରେ 5ଟି ସମୟ ମଣ୍ଡଳ ଅଛି। ସମାକ୍ଷ ରେଖା ଗୁଡ଼ିକର ଆକୃତି କିପରି? ଅପସନ୍ ଏ ସରଳ ରେଖା, ବି ଅର୍ଦ୍ଧବୃତ୍ତାକାର, ସି ବୃତ୍ତାକାର, ଡି ଅଙ୍କାବଙ୍କା ରେଖା। ଉତ୍ତର ସି ବୃତ୍ତାକାର। ସମାକ୍ଷ ରେଖା ଗୁଡ଼ିକର ଆକୃତି ବୃତ୍ତାକାର। ରୁଷିଆରେ କେତୋଟି ପ୍ରମାଣ ସମୟ ପ୍ରଚଳିତ? ଅପସନ୍ ଏ 11, ବି 12, ସି 13, ଡି 14। ଉତ୍ତର ଏ 11। ରୁଷିଆରେ 11ଟି ପ୍ରମାଣ ସମୟ ପ୍ରଚଳିତ। ଆନ୍ତର୍ଜାତିକ ତାରିଖ ରେଖାର ଆକୃତି କିପରି? ଅପସନ୍ ଏ ବୃତ୍ତାକାର, ବି ବକ୍ରରେଖା, ସି ସରଳ ରେଖା, ଡି ଅଙ୍କାବଙ୍କା ରେଖା। ଉତ୍ତର ଡି ଅଙ୍କାବଙ୍କା ରେଖା। ଆନ୍ତର୍ଜାତିକ ତାରିଖ ରେଖାର ଆକୃତି ଅଙ୍କାବଙ୍କା ରେଖା। ମୂଳ ମଧ୍ୟରେଖା କେଉଁ ସହର ଉପର ଦେଇ କଳ୍ପନା କରାଯାଇଛି? ଅପସନ୍ ଏ ଲଣ୍ଡନ, ବି ଗ୍ରୀନଉଇଚ୍, ସି ବର୍ମିଂହାମ୍, ଡି ପ୍ୟାରିସ୍। ଉତ୍ତର ବି ଗ୍ରୀନଉଇଚ୍। ମୂଳ ମଧ୍ୟରେଖା ଗ୍ରୀନଉଇଚ୍ ସହର ଉପର ଦେଇ କଳ୍ପନା କରାଯାଇଛି। ସୁମେରୁର ଅକ୍ଷାଂଶ କେତେ? ଅପସନ୍ ଏ 0 ଡିଗ୍ରୀ, ବି 90 ଡିଗ୍ରୀ ଉତ୍ତର, ସି 90 ଡିଗ୍ରୀ ଦକ୍ଷିଣ, ଡି 180 ଡିଗ୍ରୀ ଉତ୍ତର। ଉତ୍ତର ବି 90 ଡିଗ୍ରୀ ଉତ୍ତର। ସୁମେରୁର ଅକ୍ଷାଂଶ 90 ଡିଗ୍ରୀ ଉତ୍ତର। ମୂଳ ମଧ୍ୟରେଖାର ଦ୍ରାଘିମା କେତେ? ଅପସନ୍ ଏ 180 ଡିଗ୍ରୀ, ବି 0 ଡିଗ୍ରୀ, ସି 10 ଡିଗ୍ରୀ ପୂର୍ବ, ଡି 5 ଡିଗ୍ରୀ ପୂର୍ବ। ଉତ୍ତର ବି 0 ଡିଗ୍ରୀ। ମୂଳ ମଧ୍ୟରେଖାର ଦ୍ରାଘିମା 0 ଡିଗ୍ରୀ। କୁମେରୁର ଅକ୍ଷାଂଶ କେତେ? ଅପସନ୍ ଏ 0 ଡିଗ୍ରୀ, ବି 90 ଡିଗ୍ରୀ ଉତ୍ତର, ସି 90 ଡିଗ୍ରୀ ଦକ୍ଷିଣ, ଡି 180 ଡିଗ୍ରୀ ଉତ୍ତର। ଉତ୍ତର ସି 90 ଡିଗ୍ରୀ ଦକ୍ଷିଣ। କୁମେରୁର ଅକ୍ଷାଂଶ 90 ଡିଗ୍ରୀ ଦକ୍ଷିଣ। ଆମ ଦେଶରେ ସନ୍ଧ୍ୟା 7ଟା ହୋଇଥିବା ସମୟରେ ଗ୍ରୀନଉଇଚ୍ ସହରରେ ସମୟ କେତେ ହୋଇଥିବ? ଅପସନ୍ ଏ 7ଟା PM, ବି 1:30 PM, ସି 1:30 AM, ଡି 2ଟା PM। ଉତ୍ତର ବି 1:30 PM। ଆମ ଦେଶରେ ସନ୍ଧ୍ୟା 7ଟା ହୋଇଥିବା ସମୟରେ ଗ୍ରୀନଉଇଚ୍ ସହରରେ ସନ୍ଧ୍ୟା 1:30 ହୋଇଥିବ। କର୍କଟ କ୍ରାନ୍ତିର ଅକ୍ଷାଂଶ କେତେ ଡିଗ୍ରୀ?
ऑप्शन ए 0 डिग्री, बी 23 उत्तर, सी 23 दक्षिण, डी 67 उत्तर। उत्तर बी 23 उत्तर। कर्कट क्रांतिर अक्षांश 23 डिग्री उत्तर।